जय जगन्नाथ नमस्कार वेलकम टू आरबीटी सपोर्ट मोर आशा आपण सामने नुआ टॉपिक आज वीडियो रे आलोचना करबा 8 पे कमिशन लाटेस्ट अपडेट कौन रही आसंता केंद्रीय बजेट रे 8 पे कमिशन बाबद रे सरकार कौन निष्पत्ति नबा जाउछथि ये समस्त कथा এই ভিডিওরে আপনার সব রখা যাই কেন্দ্র ও রাজ্য সরকারি কর্মচারী মানকর অনেক দাবি মধ্যে দুইটি প্রমুখ দাবি বর্তমান সমস্ত সামনে রয়েছে প্রথমটি হচ্ছে ওল্ড পেনশন লাগু করা দ্বিতীয়টি হচ্ছে 8 পে কমিশন লাগু করা সরকারি স্তরে কোন পদক্ষেপ নিয়া যাচ্ছে সেইটা হচ্ছে মুখ্য কথা আপনারা জানেন যে 7 পে কমিশন 2016 মସିହା ଜାନୁଆରୀ ମାସରେ ଲାଗୁ ହୋଇଥିଲା সেই ক্রমে 10 ବର୍ଷ ପରେ 8 ପେ କମିଶନ ଲାଗୁ ହେବାର ପ୍ରାବଧାନ ରହିଛି ତ ସେହି ହିସାବରେ 2026 ଜାନୁଆରୀ ମାସ ଠାରୁ 8 ପେ କମିଶନ ଲାଗୁ କରାଯିବ ତ ଏ ସମ୍ପର୍କରେ କେନ୍ଦ୍ର ସରକାର କ'ଣ ପଦକ୍ଷେପ ନେଉଛନ୍ତି ପ୍ରଥମ କଥା ହେଉଛି 8 ପେ କମିଶନ ଲାଗୁ କରିବା ପୂର୍ବରୁ 8 ପେ କମିଶନ ଆଗେ ଗଠନ ହେବା ଦରକାର ସେଥିପାଇଁ ଯେଉଁ ଟ୍ରିଟମେଣ୍ଟ ଫ୍ୟାକ୍ଟର ସବୁ ରହିଛି ସେ ଫ୍ୟାକ୍ଟର ଉପରେ କମିଶନ ଆଲୋଚନା କରି ବିସ୍ତୃତ ରିପୋର୍ଟ ଗୋଟେ ପ୍ରସ୍ତୁତ କରିବେ ଏବଂ ସରକାରକୁ ଦେବେ ସେ ସମ୍ପର୍କରେ କ'ଣ କ'ଣ ସରକାରୀ ସ୍ତରରେ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାଟସ୍ ରହିଛି ସେ ସବୁ କଥା এই ভিডিওରେ ଆମେ ଜାଣିବା ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନଥିଲେ ସବସ୍କ୍ରାଇବ କରି ନୋଟିଫିକେସନ ବେଲ୍ ଅନ୍ କରିଦିଅନ୍ତୁ ଯାହାଫଳରେ এইଭଳି ଅପଡେଟ୍ ଭିଡିଓ ଯେତେବେଳେ এই ଚ୍ୟାନେଲରେ ଆସିବ ପ୍ରଥମେ ନୋଟିଫିକେସନରେ ଆପଣଙ୍କୁ ସୂଚନା ମିଳିଯିବ ଭିଡିଓଟି ଭଲ ଲାଗିଲେ ଲାଇକ୍ ଆଉ ସେୟାର କରିବାକୁ ଭୁଲିବେ ନାହିଁ ସରକାରୀ କର୍ମଚାରୀ ମହାସଂଘ ମାନେ ସବୁବେଳେ ଦାବି କରି ଆସୁଛନ୍ତି ଯେ 8 ପେ କମିଶନ ଲାଗୁ କରିବା ପାଇଁ କମିଶନ ଗଠନ କରାଯାଉ ବାରମ୍ବାର ସରକାରକୁ ଦାବି ଦିଆଯାଉଛି ନ୍ୟାସନାଲ କାଉନସିଲ ଷ୍ଟାଫ ସାଇଡ୍ ଅଫ୍ ଦି ଜେସିଏମ୍ ତରଫରୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦାବି ଦିଆଯାଉଛି ଯେ ଠିକ ସମୟରେ ଯଦି 8 ପେ କମିଶନ କମିଟି ଗଠନ କରାଯାଏ ତାହେଲେ 2026 ଠିକ ସମୟରେ 8 ପେ କମିଶନ ମଧ୍ୟ ଲାଗୁ ହୋଇପାରିବ ଯାହାଫଳରେ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦରମାରେ ପରିବର୍ତ୍ତନ ହେବ ଆଲାଉନ୍ସରେ ପରିବର୍ତ୍ତନ ହେବ ଅନ୍ୟାନ୍ୟ ଯେତେ ପ୍ରକାର ସବୁ ସୁବିଧା ରହିଛି ସେଥିରେ ରିଭାଇଜ ହେଇକି ଲାଗୁ ହେବ 7 ପେ କମିଶନ ଫେବୃଆରୀ 28 ତାରିଖ 2014 ମସିହାରେ ଗଠନ କରାଯାଇଥିଲା 2015 ମସିହା ନଭେମ୍ବର 19 ତାରିଖରେ କମିଶନ ସରକାରଙ୍କୁ ରିପୋର୍ଟ ଦାଖଲ କରିଥିଲେ ଏବଂ ଜାନୁଆରୀ 2016 ମସିହା ଠାରୁ 7 ପେ କମିଶନ ଲାଗୁ କରାଯାଇଥିଲା ଯାହାକି ବର୍ତ୍ତମାନ ସମସ୍ତ ସରକାରୀ କର୍ମଚାରୀ ସେ ସୁବିଧା ପାଉଛନ୍ତି ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦାବି ଅତି ଶୀଘ୍ର 8 ପେ କମିଶନ ଗଠନ କରାଯିବା ସହିତ ତାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରୀ କର୍ମଚାରୀ ମାନଙ୍କର ସାଲାରୀ ଆଲାଉନ୍ସ ଏବଂ ବିଭିନ୍ନ ଯେଉଁ ସବୁ ସୁବିଧା ପାଉଛନ୍ତି ତା ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯାଉ ଏବଂ ଠିକ ସମୟରେ 2026 ମସିହା ଠାରୁ 8 ପେ କମିଶନକୁ ଲାଗୁ କରାଯାଉ ଏ ସମ୍ପର୍କରେ କେନ୍ଦ୍ର ସରକାର ଯଥାଶୀଘ୍ର ନିଷ୍ପତ୍ତି ନେବେ ବୋଲି ଯାହା ଆଶା କରାଯାଉଛି କାରଣ କେନ୍ଦ୍ର ବଜେଟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି ଏ ଅଧିବେଶନରେ 8 ପେ କମିଶନ ଗଠନ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ଅଧିକ ଅଛି କାହିଁକିନା ନ୍ୟାସନାଲ କାଉନସିଲ ଷ୍ଟାଫ ସାଇଡ୍ ଅଫ୍ ଦି ଜେସିଏମ୍ ତରଫରୁ ସରକାରଙ୍କ ସହିତ ଆଲୋଚନା ହେଇଥିଲା ସରକାର ତାଙ୍କୁ ଆଲୋଚନା ପାଇଁ ଡାକିଥିଲେ ଏବଂ ଏ ବିଷୟରେ ବିସ୍ତୃତ ଆଲୋଚନା ହେଇଛି ତେଣୁ ଆସନ୍ତା ବଜେଟରେ 8 ପେ କମିଶନ ଗଠନ ସମ୍ପର୍କରେ ନିଷ୍ପତ୍ତି ହେବାର ସମ୍ଭାବନା ଯଥେଷ୍ଟ ଅଧିକ ଅଛି ସରକାରୀ କର୍ମଚାରୀ ମାନଙ୍କର ଆଉ ଗୋଟେ ପ୍ରମୁଖ ଦାବି ରହିଛି ଓଲ୍ଡ ପେନସନ ସିଷ୍ଟମ ଲାଗୁ କରିବା ତ ଏହା ଉପରେ ସରକାର ବିଚାର ବିମର୍ଶ କରୁଛନ୍ତି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନଥିଲେ ଚ୍ୟାନେଲଟି ସବସ୍କ୍ରାଇବ କରି ନୋଟିଫିକେସନ ବେଲ୍ ଅନ୍ କରିଦିଅନ୍ତୁ ଯାହାଫଳରେ ଯେତେବେଳେ ଅପଡେଟ୍ ଭିଡ଼ିଓ ଆସିବ ପ୍ରଥମେ ଆପଣଙ୍କୁ ନୋଟିଫିକେସନରେ ମିଳିଯିବ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ ଆଉ ସେୟାର କରନ୍ତୁ କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ ଆଶା କରେ ଭିଡ଼ିଓଟି ଆପଣମାନଙ୍କ ପାଇଁ ଇନଫର୍ମେଟିଭ ହେଇଥିବ ପରବର୍ତ୍ତୀ ଭିଡ଼ିଓ ପର୍ଯ୍ୟନ୍ତ ରହୁଛି ନମସ୍କାର ବନ୍ଦେ ଉତ୍କଳ ଜନତା।